ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସବଡେଗା ବ୍ଲକର ବିଭିନ୍ନ ଅଞ୍ଚଳରୁ ଭିନ୍ନକ୍ଷମ ବ୍ୟକ୍ତିମାନେ ଯୋଗଦାନ କରି ଭିନ୍ନକ୍ଷମର ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଏଥିରେ ଭିନ୍ନକ୍ଷମ ଜନସାଧାରଣଙ୍କ ଭିଡ଼ ଥିବାବେଳେ ସ୍ଥାନୀୟ ପ୍ରଶାସନ ଅଧିକାରୀମାନେ କେହି ଉପସ୍ଥିତ ନଥିବା ଭିନ୍ନକ୍ଷମ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଯାଇଥିଲା। ଭିନ୍ନକ୍ଷମ ବ୍ୟକ୍ତିମାନେ କ'ଣ ସତରେ ଅଲୋଡ଼ା? ସେମାନେ କ'ଣ ସମାଜର ବିକାଶ ଧାରାରେ ସାମିଲ ହୋଇପାରିବେ ନାହିଁ? ଏଥିରୁ ଜଣାପଡ଼ୁଛି କି ଓଡ଼ିଶା ସରକାରଙ୍କର ଯୋଜନାରେ ହିଁ ରହିଯାଉଛି, ସେଥିରୁ ଜନସାଧାରଣ ଉପକୃତ ହୋଇପାରୁନାହାନ୍ତି। ସବଡେଗାରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।